ଆସ ପିଲେ ଗପ ଶୁଣିବା। ଆଜିର ଗପର ନାଁ ହଉଛି ଆହାରେ ମୋ ମାଠିଆ। ତମେ କହୁଥିବ କଣ ଆହାରେ ମୋ ମାଠିଆ? ଶୁଣ ଗପ। ପିଲେ ଜଣେ ରାଜା ଥିଲେ, ବହୁତ ଭଲ ରାଜା ଥିଲେ। ପ୍ରଜା ମାନଙ୍କୁ ଭଲ, ଆମେ ସବୁବେଳେ ତ ଆମର ତ ସବୁବେଳେ ରାଜାରାଣୀ ଗପ, ଭୂତ ଶ୍ରୁଣୀ ଗପ, ଏଇ ସବୁ ଗପ ଆମେ ଛୁଆବେଳେ ବହୁତ ଶୁଣିଛୁ। ମୁଁ କେବଳ ସେଗୁଡାକ ତୁମମାନଙ୍କୁ ମନେ ପକେଇବି। ତେଣୁ ଜଣେ ରାଜା ଥିଲେ, ସେ ପ୍ରଜାମାନଙ୍କୁ ଭଲ ଶାସନ କରୁଥିଲେ, ଲୋକମାନଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କର ଜଣେ ସୁନ୍ଦର ସ୍ତ୍ରୀ ଥିଲେ। ରାଣୀ ମାନେ ବହୁତ ସୁନ୍ଦର ବୋଲି ଆମେ ଶୁଣିଛେ। ତାଙ୍କର ସ୍ତ୍ରୀ ଥିଲେ, ସ୍ତ୍ରୀ ବି ବହୁତ ଭଲ ଥିଲେ, ବହୁତ ଭଲ ଥିଲେ। ରାଜା ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିଲେ। ହଠାତ୍ କୌଣସି ଏକ ଅଜଣା ରୋଗରେ ପଡିକିରି ରାଣୀ ଚାଲିଗଲେ। ରାଜା ଯେହେତୁ ରାଣୀକୁ ବହୁତ ଭଲ ପାଉଥିଲେ, ରାଣୀ ଚାଲିଗଲା ପରେ ସେ ବସିକି ରାଣୀଙ୍କ ଶବକୁ ଧରି ଖାଲି କାନ୍ଦିଲେ। ଜମା ଶବକୁ ଦାହ କରିବା ପାଇଁ ବା ଶବକୁ ପୋଡିଦେବା ପାଇଁ ଛାଡିଲେ ନାହିଁ। ବଡ ବିକଳ ହେଇ କାନ୍ଦିଲେ, କୌଣସି ରାଜକାର୍ଯ୍ୟ କଲେ ନାହିଁ ବହୁତ ଦିନ ଧରିକି। ଏପରିକି ସେ ଶବ ପଚିକି ଗନ୍ଧ ହବାକୁ ଲାଗିଲା, ପୋକ ହେଲା। ତଥାପି ବି ରାଜା ତାକୁ ସେ ଶବକୁ ଛାଡିଲେ ନାହିଁ, ସେ ଘରୁ ବାହାରିଲେ ନାହିଁ। ଆଉ ସବୁବେଳେ ସେ ଘର ଭିତରେ ବସିଲେ। ଆଡେ ରାଜ୍ୟରେ ଅରାଜକତା ବ୍ୟାପିଗଲା। ଲୋକମାନେ ପ୍ରଜା ମାନଙ୍କର କାମ କରିବ କିଏ, ପ୍ରଜା ମାନଙ୍କର କଥା ସମ୍ଭାଳିବ କିଏ, ସମସ୍ତେ ବଡ ବ୍ୟସ୍ତ ହେଇ ପଡିଲେ। ତାଙ୍କର ଜଣେ ମନ୍ତ୍ରୀ ଥିଲେ, ସେ ବହୁତ ଚତୁର ଥିଲେ। ତମାନେ ଜାଣିଛ, ମନ୍ତ୍ରୀ ଭଲ ହେଲେ ହିଁ ରାଜା ଭଲ ହୁଅନ୍ତି। ଆଉ ମନ୍ତ୍ରୀ ମାନେ ହଉଛନ୍ତି ସବୁଠୁ, ସେଇ ଯୋଉ କାର୍ଯ୍ୟଟା ସବୁଠୁ ଗୋଟେ ଦାୟିତ୍ୱବାନ କାର୍ଯ୍ୟ ଥିଲା। ମନ୍ତ୍ରୀ ଯୋଉମାନେ ହୁଅନ୍ତି ସେମାନେ ବହୁତ ସୁଶିକ୍ଷିତ। ଏମିତି ସେମିତି ଲୋକ ମନ୍ତ୍ରୀ ହୁଅନ୍ତିନି। ରାଜା ଏମିତି ସେମିତି ଲୋକଙ୍କୁ ମନ୍ତ୍ରୀ କରି ରଖନ୍ତି ନାହିଁ। ତେଣୁ ମନ୍ତ୍ରୀଙ୍କ ବହୁତ ଚତୁର ଥିଲେ, ସିଏ ବି ବଡ ବ୍ୟସ୍ତ ହେଲେ। କଣ କରିବେ ବୋଲି ଦିନେ ଭାବିଲେ। ତାପରେ କଣ କଲେ, ଗୋଟେ ମାଠିଆଟେ ଧରିକିରି, ଛୋଟିଆ ଗପଟିଏ ପିଲା ଅଛି, ମାଠିଆଟେ ଧରିକିରି ରାଜା ଯୋଉଠି ରହିଥିଲେ ବା ରାଣୀଙ୍କୁ ତ ଶବ ପାଖେ ରହିକିରି କାନ୍ଦୁଥିଲେ, ତ ମନ୍ତ୍ରୀ କଣ କଲେ, ସେ ମାଠିଆଟାକୁ ଧରିକି ଗଲେ। ଜାଣି ଶୁଣି ମାଠିଆଟାକୁ ତଳେ ପକେଇଦେଲେ। ମାଠିଆ ଭାଙ୍ଗିଗଲା। ବସିକି ମନ୍ତ୍ରୀ ସେଇଠି ବାହୁନିକି କାନ୍ଦିଲେ। ଆହାରେ ମୋ ମାଠିଆ, ଗପ ନାଁ କହିଥିଲି ଆହାରେ ମୋ ମାଠିଆ। ଆହାରେ ମୋ ମାଠିଆ ଭାଙ୍ଗିଗଲା, ଆହାରେ ମୋ ମାଠିଆ ଭାଙ୍ଗିଗଲେ। ବଡ ବିକଳ ହେଇକି ମନ୍ତ୍ରୀ କାନ୍ଦିଲେ। ରାଜା ଏତେ ଦୁଃଖରେ ବି ହସି ପକେଇଲେ। କହିଲେ, କିହ ମନ୍ତ୍ରୀ, କଣ ଏମିତି ତମେ ମାଠିଆଟା ଭାଙ୍ଗିଗଲା ବୋଲି ଏମିତି କାନ୍ଦୁଛ? କଣ ଥଟ୍ଟା କରୁଛ? କାହିଁ କାନ୍ଦୁଛ? ମାଠିଆଟା କଣ ଆଉ ଥରେ ଯୋଡି ହବ? ମନ୍ତ୍ରୀ ସାଙ୍ଗେ ସାଙ୍ଗେ କହିଲେ, ଠିକ କଥା ରାଜା, ମାଠିଆଟା ତ ଆଉ ଜମା ଯୋଡି ହବ ନାହିଁ। କିନ୍ତୁ ତୁମେ ଚିନ୍ତା କଲ, ତମେ ଯୋଉ ଏତେ ଦିନ ଧରିକିରି ରାଣୀଙ୍କର ଶବକୁ ଛାଡୁନ ଦାହ ପାଇଁ ବା ଶବ ସଂସ୍କାର ପାଇଁ ଛାଡୁନ, ସିଏ କଣ ଆଉ ଥରେ ବଞ୍ଚିକି ଉଠିବେ କି? ରାଣୀ କଣ ଆଉ ଥରେ ବଞ୍ଚିଯିବେ? ରାଣୀ ଆଉ କେବେ ବଞ୍ଚିବନି, ରାଣୀ ଆଉ କେବେ ଫେରିବେନି। ତୁମେ କାହିଁ କାନ୍ଦୁଛ? ଏଇ ଜନ୍ମ ମୃତ୍ୟୁ ତ ଲାଗିଛି। ତ ରାଜା କହିଲେ, ତାହେଲେ ଇଏ ମାଠିଆ ସହିତ କଣ ରାଣୀ ତୁଳନୀୟ? ତମେ ମାଠିଆ ସହିତ ରାଣୀଙ୍କ ତୁଳନା କରୁଛ? ରାଜା କହିଲେ, ମଣିଷ ଜୀବନ ଠିକ ମାଠିଆ ଭଳିଆ, ରାଣୀଙ୍କ କଥା ମୁଁ କହୁନି। ମନ୍ତ୍ରୀ କହିଲେ ଯେ ମଣିଷର ଜୀବନ ଠିକ ମାଠିଆ ଭଳିଆ। ଯେମିତି ମାଠିଆ ଭାଙ୍ଗିଗଲେ ଆଉ ଯୋଡେ ନାହିଁ, ଠିକ ମଣିଷ ଥରେ ମରିଗଲେ ଆଉ ଫେରି ଆସେ ନାହିଁ। ମାଠିଆ ଯେମିତି ନଷ୍ଟ ହେଇଯାଏ, ଏ ଶରୀରଟା ଗୋଟେ ମାଠିଆ ଭଳିଆ, ଶରୀରଟା ବି ଦିନେ ନଷ୍ଟ ହେଇଯିବ। ତ ରାଣୀଙ୍କର ଶରୀର ନଷ୍ଟ ହେଇଯାଇଛି। ଆପଣ କାହିଁ କାନ୍ଦୁଛନ୍ତି? ଆପଣଙ୍କର କର୍ତ୍ତବ୍ୟ ବାକି ରହିଛି। ଆପଣ ବି ଦିନେ ଦିନେ, ମନ୍ତ୍ରୀ କହିଲେ, ଆପଣଙ୍କୁ ଦିନେ ଏ ମୃତ୍ୟୁ ମୁଖରେ ପଡିବାକୁ ପଡିବ। ତୁମେ ବି ଦିନେ ମରିବ, କାରଣ ମଣିଷ ହଉଛି ମୃତ୍ୟୁ ପଥର ଯାତ୍ରୀ। ଏକଥା ଶୁଣିକି ମନ୍ତ୍ରୀଙ୍କ ଠାରୁ ରାଜା ନିଜର ଭୁଲ ବୁଝିଲେ ଏବଂ ରାଣୀଙ୍କର ଶବକୁ ସଂସ୍କାର ପାଇଁ ଆଉ ସତ୍କାର ପାଇଁ ଛାଡିଲେ। ଶବକୁ ସମସ୍ତେ ନେଇକି ଦାହ କଲେ। ପୁଣି ରାଜା ବଡ ଖୁସିରେ ଆନନ୍ଦରେ ଆସିକି ରାଜକାର୍ଯ୍ୟ ସମ୍ଭାଳିଲେ।
ପିଲେ ବୁଝିଲ ତ ମନ୍ତ୍ରୀ କେତେ ଚତୁରତାର ସହିତ କେତେ ଜ୍ଞାନ ଗର୍ଭକ ଜିନିଷକୁ କେତେ ସରଳ ଭାବରେ ରାଜାଙ୍କୁ ବୁଝେଇଦେଲେ। ପିଲେ ଶୁଣ, ମୃତ୍ୟୁ ଜନ୍ମ ନିଶ୍ଚିନ୍ତ ହେଇପାରେ, ମୃତ୍ୟୁ ହଉଛି ଅନିବାର୍ଯ୍ୟ, ମୃତ୍ୟୁ ହଉଛି ଜୀବନର ଧ୍ରୁବ ସତ୍ୟ, ଏ ଜୀବନ ହଉଛି ମରଣଶୀଳ। ସେଇଥିପାଇଁ ତ ଏହା ନାଁ ହଉଛି ମର୍ତ୍ୟଭୂମି, କାରଣ ଏଠି ସବୁ ମରଣଶୀଳ। ତେଣୁ ପିଲେ ଏଇଟା କଥାଟା ତମେ ଛୋଟ ପିଲା, ତମେ ଏତେ ବଡ ବଡ କଥା କହୁଛି କାହିଁକି ପିଲେ? ଯଦି ଆମେ ଜାଣୁଛେ ମୃତ୍ୟୁ ସତ୍ୟ, ତାହେଲେ ଜୀବନଟାକୁ ଖୁସିରେ ବିତେଇବା, ଜୀବନଟାରେ ଅନ୍ୟର ମଙ୍ଗଳ ପାଇଁ ଚିନ୍ତା କରିବା, ଭଲ କାମ କରିବା। ଆମେ ତ ଦିନେ ଦିନେ ସଂସାରରୁ ଯିବା, ତେଣୁ ଏଇ କଥାକୁ ମନେ ରଖିକି ସବୁବେଳେ ଭଲ ପିଲା, ଭଲ ମଣିଷ ହବା, ଭଲ କାମ କରିବା ପାଇଁ ଚେଷ୍ଟା କରିବା। ବୁଝିଲେ? ତେଣୁ ଆଜିର ଗପ ଥିଲା ଆହାରେ ମୋ ମାଠିଆ। ଶୁଣିଲ ପିଲେ ଗପ? ଏଇଠି ରଖୁଛି ଆଜିର ଗପ। ତୁମ ସବୁ ଗପ ଆଉ ଥରେ ଶୁଣିବା। ତେଣୁ ଆମେ ସମସ୍ତେ ଏ ଶରୀରଟା କ୍ଷୟଶୀଳ, ମରଣଶୀଳ, ମାଠିଆ ଭଳିଆ ନଷ୍ଟ ହେଇଯିବ, ଆଉ ଫେରିବ ନାହିଁ। ଏଇସବୁ ପ୍ରତି ଧ୍ୟାନ ଦେଇକି ସଂସାରରେ ବାଟ ଚାଲିବା। ଏଇଠି ରଖୁଛି।